ନାଟକ ସହ ଗୋଟେ ନୂଆ ପାର୍ଟି ଆସୁଛି ଯାତ୍ରା କେଶରୀ କଣ କହିବାକୁ ଚାହୁଁଛି? ଯାତ୍ରା ଆମେ ନାଟକ ଭଲ ନାଟକ ନେଇ କରିବାକୁ ଚାହୁଁଛୁ। ଆମେ ଭଲ ଭଲ ଆର୍ଟିଷ୍ଟ ଭଲ ଭଲ ନାଟକ ନେଇକି ବଡ ବିగ్ ବଜେଟରେ କରିବୁ। ଆପଣ କାହିଁ ଚିନ୍ତା କଲେ ଯେ ଗୋଟେ ଯାତ୍ରା ପାର୍ଟିରେ ଆପଣ ଦର୍ଶକ ମାନଙ୍କୁ ଆମର ଆମର ଆଗରୁ ଥିଲା ଯାତ୍ରା ପାର୍ଟି ମାନେ ଜେଜେ କରିଥିଲେ, ଛୁଆ ବେଳୁ ଦେଖି ଆସିଥିଲୁ, ଇଚ୍ଛା ଥିଲା। ଯାତ୍ରା ପାର୍ଟି କରିବା ସେଥିରେ ବହୁତ ଗୁଡେ ମାନେ ଟେନସନ ବା ଗୋଟେ ସବୁ ବର୍ଷ ସବୁଦିନ ଟେନସନ ଅଛି ଆପଣ ଟେନସନ ନେଇପାରିବେ? ହଁ ନିଶ୍ଚିତ ନେଇପାରିବା, କାହିଁ ନେଇପାରିବା। ଗୋଟେ ଆସିଥିଲା କି ମୋର ମୁଁ ଯେମିତି ଯାତ୍ରା ପାର୍ଟି କରିଥିଲି ମୋର ବଂଶଧର ମାନେ ପାର୍ଟି କରି ନାଇଁ ଜେଜେ କରିଥିଲେ, ବାପାଙ୍କର ବହୁତ ଇଚ୍ଛା ଥିଲା, ମୋର ବି ବହୁତ ଇଚ୍ଛା ଥିଲା, ସେଥିପାଇଁ। ଯାତ୍ରାରେ ବହୁତ ବିବାଦ ହୁଏ, ତାକୁ ସବୁ ଫେସ୍ କରିହବ? ଆଜ୍ଞା ଆଜ୍ଞା କାହାର କଳାକାର ମାନଙ୍କର ଅସୁବିଧା ହେଲେ ରାତି ରାତି କଳାକାର ଷ୍ଟେଜ ଚଢି ପାରନ୍ତି, ନୂଆ କଳାକାର ଖୋଜିବାକୁ ପଡେ, ସେ ସବୁ କେମିତି କଣ ଫେସ୍ କରିବ? ଫେସ୍ କରିବା, ଟ୍ୟାକେଲ କରିବା, କିଛି ବାହାର କରିବା ରାସ୍ତା। ଲସ୍ ବି ହୁଏ। ଆଜ୍ଞା ହଉ। ପାର୍ଟି କିଏ କରନ୍ତି କଣ ଲସ୍ ହେବା ପାଇଁ? ନାଇଁ ଯଦି ହବ ତ କଣ କରିବା, ସହିବାକୁ ତ ପଡିବ ନା, କିଛି କରିହବ। ପ୍ରଣାମ ଜଣାଉଛି। ଏଇ ଯୋଉ କଥା ଅଜୟ ବାବୁ କହୁଥିଲେ, ଇଏ ଯାତ୍ରା କେଶରୀ ଲଞ୍ଚ ହବାର ଗୋଟେ ଇତିହାସ ଅଛି। ଇତିହାସ ହଉଛି ଏହା ଯେ ଯାହାଙ୍କୁ ଆମେ ବର୍ତ୍ତମାନ କହୁଥିଲେ, ଯାହାଙ୍କ କଥା ଶ୍ରୀଯୁକ୍ତ ପ୍ରେମାନନ୍ଦ ସ୍ୱାଇଁ ଏବଂ ତାଙ୍କ ବଡ ଭାଇ ଉମାକାନ୍ତ ସ୍ୱାଇଁ, ଠିକ କହିଛି ନା ଭୁଲ କହିଛି? ସ୍ୱାଇଁ ଆମ ଗାଁରେ ଚାଷୀ ଖଣ୍ଡ 22 ଚାଷୀ ଖଣ୍ଡ ଯାତ୍ରା ପାର୍ଟି ଥିଲା। ଯୋଉ ଯାତ୍ରା ପାର୍ଟିର ମ୍ୟୁଜିକ ଟାକୁ ଏଇ ଦି ଭାଇ ସମ୍ଭାଳିଥିଲେ। ତାପରେ ପ୍ରେମାନନ୍ଦ ବାବୁ ଆସିକି ଚାକିରି କଲେ, ଭୁବନେଶ୍ୱର ରହିଲେ। ତାଙ୍କ ପୁଅ ଦିଲ୍ଲୀପ କୁମାର ସ୍ୱାଇଁ ଏବଂ ନାତି ଆଦର୍ଶ ରଞ୍ଜନ ସ୍ୱାଇଁ ଏମାନେ ସେ ଅନୁସାରେ ଭୁବନେଶ୍ୱରରେ ଏଷ୍ଟାବ୍ଲିଶ ହେଲେ। କିନ୍ତୁ ସବୁବେଳେ ଗୋଟେ ମନରେ ଥାଏ ଦିଲ୍ଲୀପ ବାବୁଙ୍କର ଯେ ଆମେ ଯୋଉ ପରମ୍ପରା ଆମ ଗାଁରୁ ଆରମ୍ଭ କରିଥିଲେ, ବହୁତ ବଢିଆ ଯାତ୍ରା ପାର୍ଟି ଥିଲା। ସେ ଯାତ୍ରା ପାର୍ଟି ମୋର ମନେ 3 ଖଣ୍ଡ ନାଟକ କରୁଥିଲା। ଆଚ୍ଛା, ସ୍ୱର୍ଣ୍ଣମହଲ ମାଲିକ ଆସିଲେ, ତାଙ୍କ ପାଇଁ ଟିକେ କରତାଳି ଦେବେ ସମସ୍ତେ। ମୋର ମନେ ଅଛି ଆମ ଗାଁ ଯାତ୍ରା ପାର୍ଟି ବହୁତ ଆଡେ ଯାଏ, 3ଟା ନାଟକ କରେ। ଗୋଟେ ହଉଛି ଐତିହାସିକ ନାଟକ ହଉଛି ଲକ୍ଷେ ହୀରା ନାଁ ଥିଲା। ପୌରାଣିକ ନାଟକ ଥିଲା ଅଭିମନ୍ୟୁ ବଧ ବା ସମ୍ପୂର୍ଣ୍ଣ ମହାଭାରତ, 2ଟା ପ୍ରକାର ନାଁ ଦେଇ କରୁଥିଲେ। ସାମାଜିକ ନାଟକ ସତର ହଉଥିଲା କିଏ କାହାର, ସେଇ ଗୋଟେ ସବୁ ଗୋଟାକୁ 3ଟା ନାଁ ଦିଆଯାଏ ହେଲା। 3ଟା ନାଟକ ଥିଲା। ତେଣୁ ସେଇ ଯୋଉ ଥିଲା, ଯୋଉ ତାଙ୍କ ପରିବାରର ଯୋଉ ଥିଲା ଗୋଟେ ନାଟକ ପ୍ରତି ଯୋଉ ଦୁର୍ବଳତା, ଆଜି ତା ବାସ୍ତବ ରୂପ ନେଇ ଏବେ ମନୋରଞ୍ଜନ ମାଧ୍ୟମ ବର୍ତ୍ତମାନ ହେଇଛି ଯାତ୍ରା। ଏବଂ ଯାତ୍ରା କଣ? ଯାତ୍ରା ଲୋକଙ୍କ ଜୀବନ, ଓଡିଶାର କଳା, ଓଡିଶାର ସାମାଜିକ ଜୀବନ, ଓଡିଆ ସାହିତ୍ୟ, ଓଡିଶାର ପାରିବାରିକ ପରମ୍ପରା ସବୁ ଜିନିଷକୁ ପ୍ରତିଫଳନ ଯାତ୍ରାରେ ହଉଛି। ସେଥିପାଇଁ ଆମେ ଚିନ୍ତା କଲେ ଯେ ଆମେ ଏମିତି ଏକ ଯାତ୍ରା ପାର୍ଟି କରିବା, ସେ ଟିକେ ଭିନ୍ନ ଢଙ୍ଗର ହବ, ଅଶ୍ଳୀଳତା ଠାରୁ ବହୁତ ଦୂରରେ, ନଗ୍ନତା ଠାରୁ ବହୁତ ଦୂରରେ ରହିବ। ଏବଂ ସେଥିପାଇଁ ଆମେ ପ୍ରଥମ ଆକ୍ଟର ଚୁଜ କଲୁ ବାପି ପଣ୍ଡା, ବ୍ୟାନର ଆର୍ଟିଷ୍ଟ ଓଡିଶାର ଗୋଟେ ନାଁ। ବାପି ପଣ୍ଡାକୁ ଆମେ ଚୁଜ କଲୁ, ଯିଏକି ପ୍ରକୃତରେ ଯାତ୍ରା କଳାକାର। ଖଳନାୟକ ଚୁଜ କଲୁ, କାହାକୁ ଆଣିବା? ଖଳନାୟକ ଆଣିବା ଯୁବ ଖଳନାୟକ ଖାଲି ନୁହଁ, ଓଡିଶାରେ ଚହଳ ପକେଇଥିବା ଦୁର୍ଦ୍ଦାନ୍ତ ଖଳନାୟକ କୁନା। କଣ କଣ ହରେନ୍ଦ୍ର ଜେନା। ବାପିଙ୍କୁ ଭଲ ନା କଣ ମୁଁ ଜାଣିନି। ସମରେନ୍ଦ୍ର କୁମାର ପଣ୍ଡା, କେହି ଜାଣିନାହାନ୍ତି ଏପର୍ଯ୍ୟନ୍ତ। ବାପି ପଣ୍ଡାଙ୍କ ନାଁ କଣ? ସେ ଜେନେରାଲ ସେକ୍ରେଟାରୀ ଆର୍ଟିଷ୍ଟ ଆସୋସିଏସନର, ସବୁ କଥା ଟିଭି ମିଡିଆ ସବୁଥିରେ ଅଛନ୍ତି, କିନ୍ତୁ ତାଙ୍କ ନାଁଟା ଭଲ କି ମୁଁ ବି ଜାଣିନଥିଲି। ବାପି ବାବୁଙ୍କୁ ଆମର ଆଣିଛୁ। ଲିସାକୁ ଆମର ଛନ୍ଦିତା ପାଢୀ, ତାଙ୍କୁ ଆମେ ଆଣିଲୁ, ଯୋଉମାନେ ବାର୍ତ୍ତା ଦେବେ।